ସ୍ୱର୍ଣ୍ଣମହଲର ମାଲିକ କ୍ଷୀରୋଦବାବୁ ଏଭଳିଆ କାହିଁ ତମେ ହଉଛ? ତମେ ନିଜେ କାହିଁ ଏତେ ତଳକୁ ଯାଉଛ? ତମେ ଗୋଟେ ଯାତ୍ରା ପାର୍ଟିର ମାଲିକ, କଳାକାର ସୃଷ୍ଟି କରୁଛ, ହଜାର ହଜାର କଳାକାର ସୃଷ୍ଟି କଲାଣି, କଳା ଦୁନିଆର ଲୋକଙ୍କୁ ପୋଷୁଛ, ନୂଆ କଳାକାର ବାହାର କରୁଛ, ପୁରୁଣାକୁ ବିଦାୟ କରୁଛ, ଭାଷା କାହିଁ ଅଲଗା ପ୍ରକାର କହୁଛ? ହବା ଉଚିତ ନୁହଁ। କଳାକାର ମାନଙ୍କୁ ଏଭଳିଆ ଅସମ୍ମାନ କରିବା ଉଚିତ ନୁହଁ, କୁକୁର ଶବ୍ଦ ଲଗେଇବା ଉଚିତ ନୁହଁ। ଏଗୁଡ଼ାକ ଅତି ଦୁଃଖଦାୟକ ଘଟଣା। ଏଗୁଡ଼ା ହଜାର 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 ଲୋକଙ୍କୁ ସନ୍ତୁଷ୍ଟ କରୁଛନ୍ତି, ଭାରାକ୍ରାନ୍ତ ହେଇଥିଲେ ତା ରିଲାକ୍ସ କରୁଛନ୍ତି କଳାକାରଙ୍କ ଜରିଆରେ ଲୋକମାନେ। ନାଇଁ ନାଇଁ, କ୍ଷୀରୋଦବାବୁ ଏମିତି କହିବାଟା ଉଚିତ ନୁହଁ। ନାଇଁ ନାଇଁ, ସେମିତି କହିବା ଉଚିତ। ସେମାନେ ପଇସା ଯାହାର ନିଅନ୍ତି ତାର କାମ କରନ୍ତି, ଆଡଭାନ୍ସ ବି ନିଅନ୍ତି, କାମ କରନ୍ତି, କିନ୍ତୁ କଳାକାରଙ୍କୁ କୁକୁର ଫୁକୁର ଶବ୍ଦ ଲଗେଇବା ଉଚିତ ନୁହଁ।